ଶିମିଳିପାଳରୁ ଏଆଇ କ୍ୟାମେରା ପୁଣି ଧରାଇଲା କପ୍ତିପଦା ଅଞ୍ଚଳର 3 ଜଣ ଶିକାରୀ। ଦେଶୀ ବନ୍ଧୁକ ଜବତ ସହ ଅନ୍ୟ ଜଣେ ଶିକାରୀ ଫେରାର। ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ପୁଣି 3 ଜଣ ଶିକାରୀ ଧରାପଡ଼ିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତ୍ତା ନେଟୱାର୍କ ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗ ପ୍ରୟାସ ସଫଳ ହୋଇଛି। 3 ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛନ୍ତି। ସେମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ମାନଭଙ୍ଗା ଗ୍ରାମର ଜଗନ୍ନାଥ ନାୟକ, ପାଗଡ଼ାଡିହା ଗ୍ରାମର ବୁଦ୍ଧିରାମ ସିଂ, ଗଣ୍ଡିଧର ଗ୍ରାମର କୁଅଁର ମୁର୍ମୁ ଗିରଫ ହୋଇଥିବା ବେଳେ ପାଗଡ଼ାଡିହା ଗ୍ରାମର ବୁଦ୍ଧିରାମ ନାୟକ ଫେରାର ଅଛନ୍ତି। ତାଙ୍କ ପାଖରୁ ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ 3ଟି ଦେଶୀ ବନ୍ଧୁକ, ବିପୁଳ ପରିମାଣର ଗୋଳା ବାରୁଦ ଜବତ କରାଯାଇଛି। ଶିକାରୀମାନେ ମାରଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟରେ କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିବା ବେଳେ ସେମାନଙ୍କ ଫଟୋ କ୍ୟାମେରାରେ କଏଦ ହୋଇଥିଲା, ଯାହାକୁ ଆୟୁଧ କରି ଯାଞ୍ଚ ପ୍ରକ୍ରିୟା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନ କର୍ମଚାରୀମାନେ ମିଳିତ ଭାବେ ଚଢ଼ାଉ କରି ଗିରଫ କରିଛନ୍ତି। ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି। ଫେରାରକୁ ଧରିବାକୁ ପ୍ରୟାସ ଜାରି ରହିଛି। ଏନେଇ ବିଭାଗ ପକ୍ଷରୁ ଶନିବାର ଅପରାହ୍ନ 3ଟାରେ ଶିମିଳିପାଳର ଡେପୁଟି ଡାଇରେକ୍ଟର ଦକ୍ଷିଣ ସମ୍ରାଟ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି।